Hi everyone, welcome you all to the channel. ଆଜି ଆମେ ବେଦିକ ଏଜ୍ରେ ଯେଉଁ ରିଭର ଗୁଡ଼ା ଥିଲା ଇମ୍ପୋର୍ଟାଣ୍ଟ ରିଭର ତା ବିଷୟରେ ପଢ଼ିବା। ପୂର୍ବରୁ ସପ୍ତସିନ୍ଧୁ ରିଜିୟନରେ ଯେଉଁ 7ଟା ରିଭର ଫ୍ଲୋ କରୁଥିଲା ସେଇଟା କହିଥିଲି। ସେ ଭିଡ଼ିଓ ଯଦି ଦେଖିନ ଯାଇକି ତମେ ଦେଖିଦିଅ। ଦେଖ, ଫାଷ୍ଟ ଆସୁଛି ଆମେ ଯେଉଁ ଗଙ୍ଗା ଯମୁନା ନଦୀ କଥା କହୁଛନ୍ତି ସେଇଟା ବହୁତ କମ୍ ଥର, ଗଙ୍ଗା ଥରେ ଆଉ ଯମୁନା ଦୁଇଥର ହିଁ ମେନସନ୍ ଥିଲା ଋଗ୍ବେଦରେ। ହ୍ୱାଟ୍ ଡଜ୍ ଦ୍ୟାଟ୍ ମିନ୍? ସେଇଟା ମିନ୍ କରୁଛି କି ସେ ସମୟର ଲୋକମାନେ ବେଦିକ ଆର୍ୟାନ ମାନେ ଏଇ ସମୟରେ ଏଇ ଏରିଆରେ ଯେଉଁ ଗଙ୍ଗା ଯମୁନା ନଦୀର କୂଳବର୍ତ୍ତୀ ଅଞ୍ଚଳରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୋଧେ ରହୁନଥିଲେ, ନହେଲେ ଏତେ ପବିତ୍ର ନଦୀର ନାମ ଦୁଇଥର ଆଉ ଥରେ କାହିଁ ମେନସନ୍ ହେଇଛି ହେଲା, ବୁଝିପାରିଲ ତ? ତେଣୁ ରେୟାର ମେନସନ୍ ରହୁଥିଲା କାହାର? ଯମୁନା ଆଉ ଗଙ୍ଗାର। ସରସ୍ୱତୀ ରିଭର ସେ ସମୟରେ ସବୁଠାରୁ ହୋଲିଏଷ୍ଟ ରିଭର କୁହାଯାଉଥିଲା, ତାକୁ କୁହାଯାଉଥିଲା ନଦୀତମ ବା ନଦୀତରଣ ହେଲା। ବେଷ୍ଟ ରିଭର ଇନ୍ ଋଗ୍ବେଦିକ ପିରିୟଡ଼ ଯୋଉଟା ଥିଲା ସରସ୍ୱତୀ। ଏଇଟା ମନେ ରଖିବ ତମେ, ଏଇଟା ଜେନେରାଲି ଯଦି ଗଙ୍ଗା ଦେଇଥିବ ପିଲାମାନେ ଗଙ୍ଗା ହିଁ ମାରିକି ଆସିବେ, ତେଣୁ ଏଇଟା ତମେ ମନେ ରଖିବ। ତାପରେ ଋଗ୍ବେଦ ମେନସନ୍ କରୁଥିଲା ଯେଉଁ ସମୁଦ୍ର, ସେ ସମୟର ହିଷ୍ଟୋରିଆନ ମାନଙ୍କ ମତ ଅନୁସାରେ ସେଟା ସମୁଦ୍ର କହିଲେ ସେମାନେ ମିନ୍ କରୁଥିଲେ କି କଲେକ୍ସନ ଅଫ ୱାଟର, ନା ମାନେ ମେଞ୍ଚେ କିଛି ପାଣି କଲେକ୍ଟ ହେଇକି ଗୋଟେ ଜାଗାରେ ଅଛି, ନଟ୍ କି ସି। ସେମାନେ ସି ବୋଲି ଭାବୁନଥିଲେ, ସେ ସେମାନେ ହିଷ୍ଟୋରିଆନ ମାନଙ୍କର ଏଇଟା ପଏଣ୍ଟ ଅଫ ଭ୍ୟୁ ରହୁଛି। ତାପରେ ମନେ ରଖିବ, ଯେମିତି ହିଷ୍ଟ୍ରି ସବୁବେଳେ ଟର୍ମ ପଚାରେ ହ୍ୱାଟ୍ ଡଜ୍ ଦିସ୍ ଟର୍ମ ଡିନୋଟ୍ସ ବା ମିନ୍ସ, ସେମିତି ଯଦି ହିମନ୍ତ ଆସେ, ହିମନ୍ତ ହେଉଛି କ'ଣ? ଆର୍ୟାନ ମାନେ ଏଇଠୁ ପାଉଥିଲେ ଗୋଟେ ସୋମ ବୋଲି ଗୋଟେ ଜିନିଷଟେ, ଯୋଉଟାକି ହେଉଛି ଗୋଟେ ଇଣ୍ଟକ୍ସିକେଟିଂ ଡ୍ରିଙ୍କ। ସେଟାକୁ କ'ଣ କୁହାଯାଉଥିଲା? ଡ୍ରିଙ୍କ ଅଫ୍ ଗଡ୍ ବୋଲି କୁହାଯାଉଥିଲା। ଆଜି ଏଇ ଛୋଟ ଭିଡ଼ିଓଟା ଥିଲା, ଏଇଟା ଥିଲା ଏଇ ଛୋଟିଆ ଏ ରିଭର। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ସରସ୍ୱତୀ ରିଭରକୁ ହୋଲିଏଷ୍ଟ ରିଭର କୁହାଯାଉଥିଲା, ଆଉ ତାର ଅନ୍ୟ ନାଁ କ'ଣ? ନଦୀତମ ବା ନଦୀତରଣ ଥିଲା। ଏଇଟା ମନେ ରଖିବ, ଏଇଟା ହିଁ ଇମ୍ପୋର୍ଟାଣ୍ଟ, ଆଉ ଏଇଟା ରିଡ଼ିଂ ମାରିଦେବ। ତାପରେ ଅନ୍ୟ ଚାପ୍ଟର ଗୁଡ଼ା ଧୀରେ ଧୀରେ ପଢ଼େଇବା। ଥ୍ୟାଙ୍କ୍ସ ଫର ୱାଚିଂ। ଯଦି ଭିଡ଼ିଓଟା ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ। ଥ୍ୟାଙ୍କ ୟୁ।